ସକାଳୁ ଯେତେବେଳେ ତାଙ୍କର ଆଇଲେ ଆସି କହିଲେ ଭାଇ ହଉନି ହଉନି କ'ଣ ହଉନି ଲାଇନ୍ ହଉ ଲାଇନ୍ ଲାଇନ୍ ଆଇଲା କହିଲେ ଭାଇ ହଉନି ପୁଣି କ'ଣ ହଉନି ନା ସେ ମାନେ କନେକ୍ଟ ହେଇପାରୁନି ହଉ ମାନେ ଆମର କମ୍ପ୍ୟୁଟର ସହିତ କନେକ୍ଟ ହେଇପାରୁନି ଏଇଆ କହିବାକୁ ଚାହୁଁଛି କମ୍ପ୍ୟୁଟର ସହିତ କନେକ୍ଟ ହେଇପାରୁନି ଆଜ୍ଞା 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 ସେମିତି ହଉ କେତେବେଳେ ହଉଛି ଓକେରେ ମୋ ପେଟ ଜଳିଲାଣି ଆଜ୍ଞା ବୁଝିଲେ ଆଜ୍ଞା ମୁଁ ସେଠି କହିଲି କ'ଣ କରିବା ଛାଡ଼ିକିରି ଗଲେ ଇଏ ମୋତେ ଲାଗୁଛି ଯେମିତି ଯେଉଁ ଭେଟନାରୀ ଷ୍ଟକ୍ ମାଇନ୍ ସେଣ୍ଟରରେ ଗାଈକି ପୁରେଇ ଦେଇକିରି ତାକୁ ଇଞ୍ଜେକ୍ସନ ଫୋଡ଼ି ଦେଉଛି ଆଜ୍ଞା ଆଜ୍ଞା ମୋତେ ସେମିତି ଲାଗିଲା ସେ ଅଡ଼ଗଡ଼ ହେଇଛି ତ ତା ଭିତରେ ଯଦି ପଶିଗଲା ସେ ସବୁ ତା ବେକରେ ଦୌଡ଼ି ପଘା ଲଗାଇ ତାକୁ ଯେମିତି ଇଞ୍ଜେକ୍ସନ ଦିଅନ୍ତି ମୋତେ ସେମିତି ଲାଗିଲା ମୁଁ ଟିକେ କରିବି ଟିକେ କରିବି ହଉ ଯଦି ହେଲା କ'ଣ କରିବା ସେମିତି ବହୁ କଷ୍ଟରେ ମୁଁ ଆଇଲି ଆସିଲି ଭାଇ ସେଇଠୁ ଆଇଛି କୋଉଠି ତ ମୋର କ'ଣ ଏ ଯେଉଁ ଘଷା ଘଷିଲି ସେ ଖଣ୍ଡକ ଭଳି କହିଲା ଆଉ ଯେଉଁଟା ଦେଇଥିଲେ ଯେହେତୁ ନାହିଁ ତାହେଲେ ମୁଁ ଅନୁରୋଧ କରିବି କୌଣସି ଭାଇ ମା ଯଦି ଡେଲିଗେଟ୍ କାର୍ଡ ଭାଇଙ୍କର ଆଉ ହବ କ'ଣ ମୁଁ କାଲି ସକାଳୁ ଯିବି ପୁଣି ହବ କ'ଣ ସେଟା କାଲି ଆଉ ଆପଣ ପ୍ରସାଦ ଆଉ ପାଇଯିବେ କ'ଣ ମୁଁ ତ ପାଇଛି ବଜାରରେ ଖାଉଛି ଆଉ ପୁଣି କ'ଣ ଦୋକାନ ଗୋଟେ ଖୋଲିଛି ଆଜ୍ଞା ମୁଁ ମୋର ସେଇଠି ଖାଇଦେଉଛି ବରା ବରା ଯାହା ଖାଇଦେଲି ଆଉ ପୁଣି ଖାଇକି ଆଉ ସେ ଯେ ନେଲା ନେଲା ସେ ତାର ଯଦି ପ୍ରସାର ପାଉଥିବ ନହେଲେ ନାହିଁ ଯାହା ହେଉଥିବ ଆଉ ମୁଁ କ'ଣ କରିବି କିଶୋରଙ୍କର ଥିଲା ଯେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାରିକେଡ୍ କରିଛନ୍ତି ଡିଜିଟାଲ ଶାନ୍ତି ଶୃଙ୍ଖଳା ଆଉ କ'ଣ ଆପଣ ବା ବୁଝୁଛନ୍ତି ବୁଝିପାରୁନାହାନ୍ତି ଆଜ୍ଞା ଶୃଙ୍ଖଳାଟା କହିଲେ ଆପଣ ଗୋଟେ ଲାଇନରେ ଯିବେ ଯିଏ ପଶିଲା ସିଏ ଭାବିଲା ମୁଁ ଯେମିତି ଇଞ୍ଜେକ୍ସନ ନେବାକୁ ଆଇଛି କି ମୋତେ କ'ଣ ଅପରେସନ କରିବେ କି କ'ଣ ଗୋଟେ କରିବେ ତା ଭିତରେ ପୁରେଇ ଦେବେ ସେ ଯେଉଁ ଠେଲା ଫେଲା ହେଉଛନ୍ତି ସେ ଯେଉଁ ପୋତିଛନ୍ତି ଆଜ୍ଞା ସିଏ ଯାଇ ତମଠୁ ମାଡ଼ ହବ ତେଣୁ ପୁଣି ତମେ ତାକୁ ଟିକେ ପେଲିଦେବ ଏଇ ପ୍ରକାର ଶୃଙ୍ଖଳା କିଛି ରକ୍ଷା କର ମାନେ ପତଳା ଲୋକ ଯାଇପାରିବେ ମୋଟା ଲୋକ ଯାଇପାରିବେନି ଆଜ୍ଞା ଆଜ୍ଞା ବଢ଼ିଆ ଠିକ ଅଛି ଆଜ୍ଞା ଦ୍ୱିତୀୟ ପ୍ରଶ୍ନକୁ ମୁଁ ଆସିବି ଆଜ୍ଞା ଏଇଠି ଆମେ ଆସିକି ଦେଖିଲୁ ଯେ ଚାରିପଟେ ବ୍ୟାରିକେଡ୍ ଅଛି ସବୁ ଭାଇମାନେ ଲୁଗା ପିନ୍ଧିକି ବୁଲୁଛନ୍ତି ଧଳା ଲୁଗା ଧୋତି ପିନ୍ଧିକି ବୁଲୁଛନ୍ତି ଆଉ ସବୁ କାର୍ଡ ବି ଲଗେଇଛନ୍ତି ଏଠି କ'ଣ ଆଜ୍ଞା ବାହାର ଲୋକଙ୍କୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି ଯେ ଏଠିକି ଆସିବେ ନାହିଁ ବୋଲି ଆଜ୍ଞା ସେମିତି କିଛି ନାହିଁ ଆଜ୍ଞା ଗୋଟେ ଭଲ ଆଜ୍ଞା ଭାଇ ଟିକେ ଭାଇ ଗେଟ୍ ବି ଅଛି ଆଜ୍ଞା ତେଣୁ ସେ ଗେଟ୍ ବାହାରେ ଆସିପାରିବେ କିନ୍ତୁ ଆମେ ସବୁଆଡ଼େ ବାଡ଼ ବି ଚାରିପଟ ଯାକ କରିଦେଇଛୁ କାହିଁକି ନା ଏଇ ଯେଉଁ ଭାଇ ମାନେ ସବୁ ଆସୁଛନ୍ତି ସେମାନଙ୍କର ବ୍ୟାଗ୍ ପତ୍ର ଏ ସବୁ ଭଲ ଭଲ ଅଛି ତେଣୁ ସମସ୍ତଙ୍କୁ ଯଦି ଆମେ ଫ୍ରି ଛାଡ଼ିଦେବୁ ତାହେଲେ ଭୁଲ ବି ହେଇପାରେ ଆଉ ସେଇଥିପାଇଁ ଆମେ ଚାରିପଟ ଯାକ ବାଡ଼ ବି କରୁଛୁ ସେ କହିବାକୁ ଚାହୁଁଛନ୍ତି ଶାନ୍ତି ଶୃଙ୍ଖଳା ପାଇଁ ଆପଣ ଚାରିପଟେ ବ୍ୟାରିକେଡ୍ କରିଛନ୍ତି ଗୋଟାଏ ହିଁ ରାସ୍ତା ରଖିଛନ୍ତି ମୁଖ୍ୟ ଦ୍ୱାର ଯୋଉଥିରେ କି ଭାଇମାନେ ଏବଂ ସେତିକି ବି ନୁହେଁ ସେମାନଙ୍କ ପାଇଁ ଆମେ ବ୍ୟବସ୍ଥା କରିଛୁ ଆମର ଗୋଟେ ଦିନ ଆଜ୍ଞା ଶିକ୍ଷା ରହିଲା ବାହାର ଲୋକ ପଶିବ କେମିତି ସେଇଟା ହିଁ ସତ କଥା କ'ଣ ହେଲା କ'ଣ କହୁଛନ୍ତି ଆଜ୍ଞା ବାହାର 14 ପୁରୁଷ କ'ଣ ଛାଡ଼ ସେ କଥା ଛାଡ଼ ଆଜ୍ଞା ତାପରେ ଅଛି ଆଜ୍ଞା ଆପଣ କୁହନ୍ତୁ ସେ କ'ଣ କହିଲେ ଆମେ ଚାରିପଟଯାକ ବାଉଣ୍ଡ୍ରି କରିଦେଇଛୁ ଆଉ କେହି ଆସିପାରିବେନି ମୁଁ ଆଜ୍ଞା ପାଇଖାନା ଯାଇଥିଲି ପାଇଖାନା ଗଲା ବାଲ୍ଟି ସେ କମ୍ କ'ଣ ଭକ୍ତ ଇଏ କ'ଣ ଭକ୍ତ ତ ଅଳ୍ପ ଲାଗୁଛନ୍ତି ଗାଧୁଆ ପାଖରେ ଆଉ ପାଇଖାନା ବାଲ୍ଟି ଗୁଡ଼ା ଗଲା କୁଆଡ଼େ ମୁଁ ବାଲ୍ଟିରେ ଗୋଟେ ଯାହା ହଉ ଜୁଟିଗଲା ନେଇକି ଗଲା ବେଳକୁ ସେ ସବୁ କହୁଛନ୍ତି ତାକୁ ମୁଁ ପଚାରିଲି ବାବୁ ତମ ଘର କୋଉଠି ତମେ କେଉଁ ସାଙ୍ଗ ନା ଆମ ଘରେ ଏଇ ଆଉ ତେମେ କ'ଣ ଆଇଲ ନା ଆସିଲେ କ'ଣ ହେଇଛି ସେ ବାଉଣ୍ଡ୍ରି ବାହାରେ ଇଏ ପାଇଖାନା ଗାଧୁଆ ଇଏ ବାଉଣ୍ଡ୍ରି ବାହାରେ ଇଏ ଦେଖୁନା ତମ ଜାଲ ବନ୍ଧା ହେଇଛି ଯେଉଁ ଏଇଠୁ ସରିଲା ସେଇଠୁ ସରିଲା ତେଣୁ ଗାଧୁଆ ଆଉ ପାଇଖାନା ଏ ଦୁଇଟା ଯାକ ଫ୍ରି ଆମେ ଯାହା ମାସେ ଦୁଇ ମାସ ଏଇନେ ଚଳିଯିବୁ ତେଣିକି ପଛେ ଯାହା ହବ ଦେଖିବା ଆଉ କ'ଣ କରିବା ଆଉ ଶୃଙ୍ଖଳା ରଖିବା କରୁନାହାନ୍ତି କ'ଣ ବାହାର ଲୋକଙ୍କୁ ଆପଣଙ୍କର ପାଇଖାନା ଲାଭ ଅଛି ହଁ ଗାଧୁଆ ଗାଧୁଆ ବି ଅଛି ଗାଧୁଆ ପାଣି ଟୋପା ପୁରା ମିଳିଲାନି ଆଜି ସକାଳୁ ଏତିକି ପାଣି ସେଇଥିରେ ସେମିତି ମଗ ବୁଡ଼େଇଲୁ ବାଲ୍ଟି ବୁଡ଼ିଲାନି ମଗ ବୁଡ଼େଇକି ଗାଧେଇଲୁ ଆଉ ଲୋକ ତ ବାହାର ଲୋକ ଆସି ଗାଧଉଛନ୍ତି ଆଉ ଭକ୍ତ କୋଉଠି ଗାଧେଇବେ କହୁନାହାନ୍ତି ମୋତେ ଶୃଙ୍ଖଳା ପାଇଁ କରାହେଇଛି ନାଇଁ ଏସବୁ ଯେତେବେଳେ ଏତେ ଲୋକଙ୍କର ଗ୍ୟାଦରିଂ ହେଇଛି ନିଶ୍ଚିତ ଟିକେ କେଉଁଠି ପୁଣି ଭୁଲ ତ୍ରୁଟି ରହିବ ଏବଂ ତା ସାଙ୍ଗରେ ଯେଉଁମାନେ କିଏ ଗୋଟେ ବାଲ୍ଟି ନେଇକି ଚାଲିଯାଇଥିବ
ହଁ ହ୍ୟାଲୋ ଏଇ ଆଉ ଠିକ ଅଛି ଭାଇ, ମୁଁ ଆପଣ ତୃତୀୟ କ୍ୱେଶ୍ଚିନ୍କୁ ଆସିବି ହଉ। ପ୍ରଶ୍ନକୁ। ଆପଣଙ୍କର ଏଠି ଭାଇ ଯୋଉ ରହିବା ଚଳିବା ଖାଇବା ମାନେ ବ୍ୟବସ୍ଥା କିଭଳି ଅଛି, ଆପଣ ତା ବିଷୟରେ କିଛି କହିପାରିବେ? ଭାଇ ହଁ, ରହିବା ବିଷୟରେ ଭାଇ ଯେମିତି କହିଲେ ରହିବା କେମିତି କଣ? ରହିବା ବିଷୟରେ ଆମର ସବୁ କ୍ୟାମ୍ପ ହେଇଛି, ଉପରେ ପାଳନ କରିଛି, ତଳେ ଲଢ଼ା ପଡ଼ିଛି, କାହିଁକି କାହା କିଏ ଝୁଣ୍ଟିବେ ପଡ଼ିବେ, ତା ଉପରେ ପୁଣି ଆମର ଇଏ ଦିଆଯାଇଛି ସବୁ କାର୍ପେଟ୍। ହଁ, ଆଉ ଏଇଟା କେବଳ ରହିବା ପାଇଁ ସୁବିଧା ତ ଚାରିପଟେ ଆଉ ଚାରିପଟ ବାଡ଼ ଦିଆ ହେଇଛି ଆଉ କ'ଣ ଅଛି। ତା ପାଇଁ କଣ କହିବେ ଭାଇ ଆପଣ? କହିବି ଟିକେ ଦେଖି ଖରାପ ଭାବିବେନି। ନାଇଁ ନାଇଁ କୁହନ୍ତୁ। ଏଇଟା ଭାଇ କଣ ହେଇଛି ଆପଣଙ୍କର? କଣ ହବ ଟବଲ ହେଇନି? ହଁ? ଆଉ ତମେ ଆସିଛ। ଆମେ ଆସୁ ଆଜ୍ଞା। ଆଉ ଯିଏ ଆଇଛନ୍ତି ତାଙ୍କୁ ପଚାରୁନ। କାହାର ଅଣ୍ଟା, କାହାର ପିଠି, କାହାର ଗୋଡ଼, କାହାର କଣ ହେଇଥିବ ନା ଆଉ ହବନି କେମିତି? ମାନେ ଆପଣ କହୁଛନ୍ତି ପଡ଼ିକି ସବୁ ଖଣ୍ଡିଆ ଖାବରା ସବୁ ହଉଛନ୍ତି? କଣ ଏ ଗୋଟା ଖାଇଲ ଗୋଟା ଉଚ୍ଚ ଏମିତି କଣ ଚାଲିବ? ମୁଁ କଣ ହଉଛି ଶୁଣ ଭାଇ, ମୁଁ ଦେଖିଲା ବେଳକୁ ମୁଁ ଯାଉଛି ଗୋଟେ ମା ମୋ ଉପରେ ଏତେ ମଜା ଦେଉଛି ମା କଣ ହେଲା? ଗୋଡ଼ଟା ଟିକେ ଅକଳିଆରେ ପଡ଼ିଗଲା, ଆଜ୍ଞା ଗୋଡ଼ଟା ଟିକେ ଅକଳିଆରେ ପଡ଼ିଗଲା। ହଉ ଯୋଉ କରିଛନ୍ତି ଘର ଆମର କ୍ୟାମ୍ପ ଯୋଉ କହୁଥିଲେ ଭାଇ ରହିବା ପାଇଁ ବ୍ୟବସ୍ଥା ଯୋଉ ହେଇଛି ସେ ସୁଦୁ ନିକାଶ ବିଲ। ଆଜ୍ଞା ଆଚ୍ଛା ତାକୁ ଟିକେ ମାରିନାହାନ୍ତି କିଛି ନାହାନ୍ତି। ସେ ଯୋଉ ଚାଷ ବେଳେ ଯୋଉ ବଳଦ ଯାଇଛନ୍ତି ଜଙ୍ଗଲ ଯାଇଛି, ସେ ଯୋଉ ଶୁଆ ଶୁଆ ଗୁଡ଼ାକ ଅଛି, ଆଜ୍ଞା କେବେ ଶୋଇବ ଅଷ୍ଟବକ୍ର ଋଷି ନିଶ୍ଚିତ ହବ। ନିଶ୍ଚୟ ଅଷ୍ଟବକ୍ର ଋଷି ପ୍ରତ୍ୟେକଙ୍କର କିଛି ରୋଗ ବାହାରିବ, ୟା ପରେ ଯାଇକି ଡାକ୍ତର ଦେଖେଇବ। ମୁଁ କହୁଛି ଭାଇ ମା ମାନଙ୍କୁ ତମକୁ ଅନୁରୋଧ କରୁଛି, ତମେ ୟା ପରେ ଯିବ ଟିକେ ଡାକ୍ତର ଦେଖେଇବ, ଏକ୍ସରେ କରିବ, ତାପରେ ଘରେ ଯିବ। ମୁଁ ତ ଯିବି କରିବି। ନାଇଁ ନାଇଁ ସିଏ ଜେସିବି ଟିକେ ଆସିପାରନ୍ତା ଯେ, ଆଉ ସବୁ ପୁରା ଅସୁବିଧା ହେଇଛି। ଆମେ ଆର ବର୍ଷକୁ ପୁରା ପଟା ପକେଇବୁ ନା, ପଟା ପକେଇକି ତା ଉପରେ ଏଇ ଯେଉଁ ପକେଇଥିଲେ। ଠିକ ଅଛି ଆପଣଙ୍କର ସେଇ ତୃତୀୟ ପ୍ରଶ୍ନ କିଛି ରହିଗଲା ପ୍ରସାଦ ପାଇବା ବ୍ୟବସ୍ଥାଟା ଆପଣ କହିଲେ ତ ପ୍ରସାଦ ପାଇବା ପ୍ରସାଦ ବ୍ୟବସ୍ଥାରେ ଆମର କିଛି ଅସୁବିଧା ନାହିଁ। ଆଜ୍ଞା ପ୍ରସାଦ ପାଇବା ଭଲ ସୁବିଧା ଆପଣ କରିଛନ୍ତି ଠିକ ସମୟରେ ଆମର ସଭା ସରିଲା ବେଳକୁ ସାଢ଼େ ପ୍ରସାଦ କିନ୍ତୁ ସବୁ ସମୟ ଲାଗୁଛି। ଆଜ୍ଞା ଯିଏ ଯେତେବେଳେ ଚାହିଁବେ ପାଇପାରିବେ। ଆମେ ସେମିତି ଗୋଟେ କିଛି ବିଧି ନିର୍ଦ୍ଦେଶ କିଛି ରଖିବୁ। ପ୍ରସାଦ ପାଇବା ଆପଣ କହୁଛନ୍ତି ଭଲ ବ୍ୟବସ୍ଥା ହେଇଛି। ଏବେ ବି ଲାଇନ୍ ନାହିଁ, କେବଳ ସେଇଠି ଯିବା ପାଇଁ ତାଙ୍କ ପାଇଁ ସେ ବ୍ୟାରିକେଡଟା ସବୁଆଡ଼େ କରୁଛନ୍ତି। ଆଚ୍ଛା ଆଚ୍ଛା ସେଠି ବି ହଁ ସେଠି ବି ମୁଁ ବି ଯାଇଥିଲି, ସେଠି ବ୍ୟାରିକେଡ୍ ବି ସେଠି ବି ଥିଲା। ବ୍ୟାରିକେଡ ଗୋଟେ ସେଇ ଲାଇନ୍ ଉପରେ ଯିବେ। ଆଜ୍ଞା ସେଇ ଆପଣ ସେଇ କହିଲେ ଆଜ୍ଞା। ସେଇ ଶାନ୍ତି ଶୃଙ୍ଖଳା ପାଇଁ ଆପଣ ପୁଣି ସେଠି ବ୍ୟାରିକେଡ୍ର ବ୍ୟବସ୍ଥା କରିଛନ୍ତି। ଆଜ୍ଞା। ସେଥିପାଇଁ ଲକ୍ଷ୍ମୀକାନ୍ତ ଭାଇ କ'ଣ କହିବି, ଭକ୍ତମାନଙ୍କର କ'ଣ ସୁବିଧା ଅସୁବିଧା ସେ ବିଷୟରେ ଆପଣ କ'ଣ କହିବେ? ଭକ୍ତକୁ ପଚାରିଦେଲେ ବଢ଼ିଆ। ସେଇଟା ଆପଣ କହିଲେ କହିବେ। ପୁଣି କହିବି, ଜଣକୁ ସବୁବେଳେ ତାଙ୍କୁ ଖରାପ ଲାଗୁଥିବ। କଣ କଥାଟା ବୁଝ? ଆଜ୍ଞା ଭକ୍ତକୁ କହିଲେ ହବ। ଭକ୍ତ ବସିଲେ ପ୍ରସାଦ ପାଇବେ ନା ନାହିଁ? ଆଜ୍ଞା ନିଶ୍ଚିତ ଭାବେ। ବସିଲା ବେଳକୁ ଗାଣ୍ଡି ଏମିତି ସେ ଏମିତି ବସିକି ପାଇବ। କେତେ ସମୟ ପାଇବ? ଟିକେ ପାଇଦେଲା ଉଠି ପଳେଇ ଆଇଲା। ତାଙ୍କର ପ୍ରସାଦ ବଢୁଛି। ତୁ କଣ ବେଶୀ ରାନ୍ଧୁଛନ୍ତି କି ନା? ଆମେ ଯୋଉ ଅଷ୍ଟବକ୍ର କହୁଥିଲେ ଏଠି ବି ସେ ଅଷ୍ଟବକ୍ରର କିଛି ତମେ ଥରେ ଯାଇକି ପଛ ପଛରେ ଦେଖିଲ କେତେ ବଢିକିରି ସକାଳେ ରାନ୍ଧି ଦେଲେ ସେଇଟା ରାତି ପର୍ଯ୍ୟନ୍ତ କାମ କରୁଛି। ହଁ ଆଜ୍ଞା ଆଉ ପାଇଲେ ବାବୁ ସେମିତି ଜଣେ ଭାଇ ଆପଣ ପ୍ରଶ୍ନକୁ ଆମେ ଯିବୁ, ଆପଣ ତ କହିଲେ ହଉ କୁହନ୍ତୁ। ଆମର ଭାଇ ଏଠି ଆସିଲୁ ଯେତେବେଳେ ଆମେ ଆସିଲୁ ଦେଖିଲୁ ଯେ ଏଠି ମା ଭାଇ ମାନେ ସବୁ ଅଲଗା ରୁହନ୍ତି। ଆ ପୂର୍ବରୁ ବି ଆମର ସାର୍ବଭୌମ ସମ୍ମିଳନୀ ନେଇଥିଲା, ଆମେ ସେଠିକି ଯାଇଥିଲୁ, ସେଠି ଦେଖିଲୁ ମା ଭାଇ ସବୁ ଏକାଠି ରହୁଛନ୍ତି। ଏଠି କିନ୍ତୁ ସବୁ ମା ମାନଙ୍କର କ୍ୟାମ୍ପ ଅଲଗା, ଭାଇ ମାନଙ୍କର କ୍ୟାମ୍ପ ଅଲଗା, ସେ ବିଷୟରେ ଆପଣ କ'ଣ ସେଇଟା କହିବେ? ଆଜ୍ଞା ଦେଶୀୟ ସ୍ତରରେ ହଉଛି। ଆଜ୍ଞା ଆଚ୍ଛା ସେଠି ଯେଉଁ ନିଜ ପିଲାମାନେ ସବୁ ରହୁଛନ୍ତି ଅଲଗା ଅଲଗା ରହିଲା ବେଳକୁ ସେମାନଙ୍କୁ ଅସୁବିଧା ହେଉଛି, କାହିଁକି ନା ସେମାନେ ତାଙ୍କ ସହିତ ପରସ୍ପର ଯୋଗାଯୋଗ ଟିକେ ରହିପାରିବେ। ଆଚ୍ଛା ଆମର ଏଠି ଭାଇ ମା ମାନଙ୍କର ସେଟା ମୂଳ ଚିରାଚରିତ କଥା ଆମ ପ୍ରାଦେଶିକ ପ୍ରାଦେଶିକ ଭକ୍ତ ସମ୍ମିଳନୀ ହେଲା ଦିନରେ ଆଜ୍ଞା। ଆମର ଭାଇ ଅଲଗା ମା ଅଲଗା ରହନ୍ତି, କାରଣ ସାମାଜିକ ଦୃଷ୍ଟିଭଙ୍ଗୀରୁ ଯେଉଁଟା ଶୃଙ୍ଖଳାର ସହିତ ହେଇପାରିବ ସେଇ ବାଟରେ ଆମେ କରୁଛୁ। ସେଟା ଯୁଗ ଯୁଗର ଆମର ଭକ୍ତ ସମ୍ମିଳନୀରେ ଚଳି ଆସିଛି, ସେଇଟା ହିଁ ଚାଲୁଛି। କିଛି କାହାର ଅସୁବିଧା ନିଶ୍ଚିତ ଭାବରେ। ହେଇନି। କିନ୍ତୁ ଆମର ଭକ୍ତଙ୍କ ପ୍ରତିନିଧି ଆମର ଲକ୍ଷ୍ମୀକାନ୍ତ ଭାଇ ଏ ବିଷୟରେ କିଛି କହିବେ? କୁହନ୍ତୁ। ଆଜ୍ଞା ଭାଇ ମାନଙ୍କର ଯୋଉ ରହିବା ଅଲଗା ଅଲଗା ବ୍ୟବସ୍ଥା ଅଛି ଆମେ ସମସ୍ତ ସାମାଜିକ
ପଢିକି ପଢିକି ତ ଜାଣିପାରିବେ ଆଜ୍ଞା ମା ଭାଇଙ୍କର ଅଲଗା ଅଲଗା ଅଛି। କିନ୍ତୁ ଗୋଟାଏ କଥା ମୁଁ ଲକ୍ଷ୍ୟ କଲି ଆଜ୍ଞା ସତ କଥା ଭାଇମାନେ ମା ମାନଙ୍କ କ୍ୟାମ୍ପକୁ ଯାଇପାରିବେନି ତାଙ୍କୁ ଖରାପ ବି ଲାଗିବ। ଆଚ୍ଛା ମା ମାନେ କିନ୍ତୁ ଅବାଧରେ ପଶି ପାରିବେ ଯାଉଛନ୍ତି ବି ଆପଣ କହୁଛନ୍ତି ଏବେ ବି ଆଜ୍ଞା ଯାଉଛନ୍ତି ଆଜ୍ଞା ଏବେ ବି ମା ମାନେ ବି ଆପଣ ଭାଇମାନଙ୍କ କ୍ୟାମ୍ପକୁ ଯାଉଛନ୍ତି ନା ଆମେ ଯାଇପାରିବୁନି। ଆପଣ ଯାଇପାରିବେ ମା ମାନେ ଆସୁଛନ୍ତି ମା ମାନେ ତାଙ୍କର ଦରକାର ବେଳେ ସେ ଯାଉଛନ୍ତି। ଆଗରୁ ଆମର କ'ଣ ହଉଥିଲା ଭାଇ ମା ଦେଖା ହେଲେ ଏ ବାହାରେ ଦେଖା ହଉଥିଲା ଆଜ୍ଞା